କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ 65ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇ ରାସଗୋବିନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ସ୍ଥିତ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ। ସୂଚନା ଅନୁଯାୟୀ ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ମୋଟ 290 ଜଣ ଛାତ୍ରୀ ହଷ୍ଟେଲରେ ରହି ପାଠ ପଢୁଛନ୍ତି। ତେବେ ହଷ୍ଟେଲରେ ଛାତ୍ରଛାତ୍ରୀମାନଙ୍କୁ ସକାଳ 9ଟା ସମୟରେ ପଖାଳ ଓ ଆଳୁ ଖାଇବାକୁ ଦିଆଯାଇଥିଲା। ଖାଦ୍ୟ ମେନୁ ଅନୁଯାୟୀ ସକାଳ 7ଟା ସମୟରେ ଉପମା ଥିବାବେଳେ ଉପମା ଦିଆଯାଇନଥିଲା। ତେବେ ପୂର୍ବାହ୍ନ 9ଟାରେ ଭାତ ଆଳୁ ଖାଇବାକୁ ଦିଆଯାଇଥିଲା। ଖାଇସାରିବା ପରେ କିଛି ସମୟ ପରେ ହଷ୍ଟେଲର ଜଣେ ପରେ ଜଣେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ହଷ୍ଟେଲ ଓ ବିଦ୍ୟାଳୟର କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ ନ ନେଇ ନିଜେ ନିଜେ ପ୍ରାଥମିକ ଚିକିତ୍ସା କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଦୀର୍ଘ ସମୟ ପରେ ରାସଗୋବିନ୍ଦପୁର ମେଡିକାଲକୁ ଅଟୋ ଯୋଗେ ଅଣାଯାଇଥିଲା। ପୁଣି ହଷ୍ଟେଲରେ ଥିବା ଆଉ କିଛି ପିଲା ଗୁରୁତର ହେବାରୁ ପରେ ଅନେକ ଛାତ୍ରଛାତ୍ରୀଙ୍କୁ ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା। ତେବେ ଛାତ୍ରଛାତ୍ରୀମାନଙ୍କୁ ସାଲାଇନ୍ ଦେବା ସହ ଚିକିତ୍ସା ଜାରି ରହିଛି ଏବଂ ଦୂଷିତ ଖାଦ୍ୟ ଖାଇ ଫୁଡ୍ ପଏଜନ ହୋଇଥାଇପାରେ ବୋଲି କହିଛନ୍ତି ଡାକ୍ତର। ଫୁଲ ହାସଦା 5 କ୍ଲାସ୍ କାକବନ୍ଧ ଆଶ୍ରମ ବିଦ୍ୟାଳୟ। କଣ ହେଇଛି? ମୁଣ୍ଡ ବଥା, ପେଟ ବଥା, ମୁଣ୍ଡ ବଥା, ପେଟ ବଥା। କଣ ଖାଇଥିଲ ସକାଳେ? ଭାତ ଭାତ ଆଳୁ ଚଟଣି। ଆଳୁ ସିଝା। ତାପରେ ପେଟ ବଥା ଆରମ୍ଭ ହେଲା। ତୋ ନାମ କଣ? ମିନତି ମୁର୍ମୁ। କୋଉ ସିଟି ପାଠ ପଢୁଛ? କାକବନ୍ଧ ଆଶ୍ରମ ବିଦ୍ୟାଳୟ। କଣ ହେଇଛି? ଝାଡ଼ା। ଝାଡା ହଉଛି। ସକାଳୁ କଣ ଖାଇଥିଲ? ଲାଡୁ ଖାଇଥିଲ, ସେ ବିସ୍କୁଟ ଖାଇଥିଲି। ବିସ୍କୁଟ ନା ଭାତ ଆଉ ଆଳୁ ସିଝା? ହଁ, ଭାତ ଆଳୁ ସିଝା ଖାଇଥିଲି। ସେମାନେ ସକାଳୁ ତ ମେନୁ ଅନୁସାରେ ଖାଇଥିଲେ। ଆଜ୍ଞା, ମେନୁ ଅନୁସାରେ ପଖାଳ, ଆଳୁ ଚଟଣି, ଭଜା, ଆଳୁ ଚଟଣି। ପିଲାମାନେ କହୁଛନ୍ତି ଖାଲି ଆଳୁ ସିଝା ଖାଇଥିଲି। ସମସ୍ତେ ମାନେ କ'ଣ କହିଲେ, ସେମାନେ ତାଙ୍କର ଛୋଟ ଛୁଆ ସେ କେମିତି କହିବେ? ବର୍ତ୍ତମାନ ଆସୁଛନ୍ତି ପିଲା ଇଏ ଆସିଲେ ସକାଳୁ ଓଳି କୌଣସି ଲୋକ ଖାଦ୍ୟରେ ଅପମିଶ୍ରଣ କରିକି ଦେବ ନାହିଁ। ଆମେ ବି କୌଣସି କାରଣ ନିଶ୍ଚୟ ଡକ୍ଟର ମାନେ ଲୋକାଲ ଆମେ ହସ୍ପିଟାଲ ଆମ ସ୍କୁଲରେ ପ୍ରାଥମିକ ଚିକିତ୍ସା କ'ଣ ହୋଇଛି? 8ଟା ବେଳେ ଘଟଣା ଘଟିଲା। 8ଟା ପରେ ଆମେ ତାକୁ ଡାକ୍ତରଖାନା ନେଇ ଆସିଲୁ। କେବଳ ପେଟ ବଥା, ଜେଲୁସିଲ ଏଇ ଟାଇପର ମାଇନର ଔଷଧ ଆମେ ଟିକେ ଦେଇକି ଟିଚର ଲେବୁଲର ଦେଇକି ପ୍ରେସକ୍ରିପସନ ଏଇଟା ହେଉଛି ଫାଷ୍ଟ ଇୟରଟା। ପ୍ରେସକ୍ରିପସନ ଆଗରୁ ଇଏ ହେଇକି ରହିଛି ଜେଲୁସିଲ ଆଉ ଇଲେକ୍ଟ୍ରୋଲ ଆଉ ହଁ ଏଇଟା ଆମ ଡିପାର୍ଟମେଣ୍ଟ କହିଛି ଫାଷ୍ଟ ଇୟର ହେଇପାରିବ। ହଁ ଏଇ ଜିନିଷ ହଁ ଜଣେ ପେଟ ବଥା ହବ ଯଦି ଆମେ ତାକୁ ହଁ ନାଇଁ ସେଟା ଆମେ କହିଛନ୍ତି ଯେ ଏଇ ଜିନିଷ ଦେଇପାରିବ। ଉପରକୁ ନୁହେଁ, ଡକ୍ଟରମାନେ ଯାଉଛନ୍ତି ଯେତେବେଳେ ଆମକୁ ଟିମ୍ରେ ଆମକୁ ସେମାନେ ସେ ଔଷଧ ଦେଇକି ଆସୁଛନ୍ତି। ଏଇଗୁଡ଼ା ଦେଲେ କିଛି ସମୟ ପରେ ଏସିଡ଼ିଟି ହେଇଥିବ, ତେବେ ଏଟା ସେଟା ହେଇବ, ତାପରେ তুমি ଡାକ୍ତରଖାନା ନେବ। ଡାକ୍ତରଖାନା ନେଇ ଆସିଲେ 30-35 ପିଲା ପାଖାପାଖି ଆଡମିସନ ହେଲେ ଆଉ କେତେ ପିଲା ଆସୁଛନ୍ତି? ସେଟା ପିଲା କେତେ ପିଲା ଅସୁସ୍ଥ ଅଛନ୍ତି? ପିଲା ବର୍ତ୍ତମାନ ସୁଦ୍ଧା କେତେ ଅସୁସ୍ଥ ଅଛନ୍ତି ମୁଁ କହିପାରିବି ନାହିଁ। ଆସିଲେ ଜଣା ପଡ଼ିବ। ଯଦି କାହିଁକିନା ଏଇ ଜିନିଷଟା ଯଦି ଜଣକୁ ଇନଫେକ୍ସନ୍ ହୁଏ ଘଣ୍ଟେ ପରେ ବଢ଼ିବ, କମିବ। ଆମେ ଯେତେବେଳେ ସକାଳୁ ଆଣିଥିଲେ 20 ଜଣ ପିଲାକୁ ନେଇକି ଆସିଥିଲେ, ଦେଖିଲେ ସାଙ୍ଗେ ସାଙ୍ଗେ 4ଟା ପିଲା ସେଠୁ ଇନଫେକ୍ଟେଡ୍। ମୟୂରଭଞ୍ଜରୁ ଖସରାମ ବେହେରାଙ୍କ ରିପୋର୍ଟ, ଖୋଲା ଖବର।